गुड इवनिंग ओडिशा। आज ହେଉଛି जुलाई 25 तारिख गुरुवार। ଏବେ ଯାହା ସୂଚନା ଆସୁଛି ଆସନ୍ତା 4 ଦିନ ଯାଏଁ ଆହୁରି ବର୍ଷିବ। ଟ୍ୱିନ୍ ସିଟି ସମେତ ବିଭିନ୍ନ ଜିଲ୍ଲାକୁ ବର୍ଷା ଆଲର୍ଟ। ମୌସୁମୀ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା। ଆସନ୍ତା 4 ଦିନ ଯାଏଁ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଆଜି ପାଇଁ 13 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ। ସେହିପରି ପୁରୀ, ଖୋର୍ଦ୍ଧା, ନୟାଗଡ଼, ଢେଙ୍କାନାଳ, ଅନୁଗୁଳ, କନ୍ଧମାଳ, ବୌଦ୍ଧ, ସୋନପୁର, ବରଗଡ଼ ଓ ବଲାଙ୍ଗୀର ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି ହୋଇଛି। ମୌସୁମୀ ସକ୍ରିୟ ରହିଥିବା ବେଳେ ଏବେ ଝାଡ଼ଖଣ୍ଡ ଆଖପାଖ ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। 28 ତାରିଖ ଯାଏଁ ଜାରି ରହିବ ବର୍ଷା। ସେପଟେ ମାଲକାନଗିରି ମୋଟୁସୀମାରୁ ଫୁଲୁଛି ଗୋଦାବରୀ। 326 ନମ୍ବର ଏନ୍ଏଚ୍ରେ ଘାଇ ହୋଇଥିବାରୁ ସପ୍ତାହେରୁ ଅଧିକ ସମୟ ହେଲା ପ୍ରଭାବିତ ହୋଇଯାଇଛି ଯାତାୟାତ। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଟ୍ରକ୍ ଅଟକି ରହିଛି। ଟ୍ରକ୍ ଚାଳକ ଓ ହେଲ୍ପରଙ୍କ ଖାଦ୍ୟ ସାମଗ୍ରୀ ସରି ଆସୁଥିବା ବେଳେ ଏବେ ବି ରାସ୍ତା ଖୋଲିନି। ରାସ୍ତା ନ ଖୋଲିବା ଯାଏଁ ପ୍ରଶାସନ ପକ୍ଷରୁ ଖାଇବା ପିଇବାର ବ୍ୟବସ୍ଥା କରିବାକୁ ଟ୍ରକ୍ ଡ୍ରାଇଭରମାନେ ଦାବି କରିଛନ୍ତି। ସମସ୍ୟା ନେଇ ମାଲକାନଗିରି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ଯେ ସ୍ଥିତି ଉପରେ ନଜର ରଖାଯାଇଛି। ଟ୍ରକ୍ କର୍ମଚାରୀମାନଙ୍କୁ ସମସ୍ତ ସୁବିଧା ଯୋଗାଇ ଦିଆଯିବ। ସେହିପରି ପ୍ରବଳ ବର୍ଷାରେ ସୁବର୍ଣ୍ଣପୁର ବିନିକା ବ୍ଲକ ରାସ୍ତା ଧୋଇଯାଇଛି। ସୁବର୍ଣ୍ଣପୁର ବିନିକା ବ୍ଲକ ବାଉଁଶୁଣୀ କନ୍ତରାଇ ଗାଁକୁ ଯାଉଥିବା ରାସ୍ତା ଲଗାଣ ବର୍ଷାରେ ଧୋଇ ହୋଇଯାଇଛି। ରାସ୍ତାରେ ପ୍ରାୟ 8 ଫୁଟର ଏକ ଘାଇ ସୃଷ୍ଟି ହୋଇ ଫଳରେ ବାଉଁଶୁଣୀ, କନ୍ତରାଇ, ଘଣ୍ଟପାଳି, ଫବସି ଆଦି ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଗତ ବର୍ଷ ମଧ୍ୟ ସମାନ ସ୍ଥାନରେ ଘାଇ ହୋଇଥିବା ବେଳେ ଏଥର ବି ଘାଇ ପଡ଼ିଛି। ତୁରନ୍ତ ରାସ୍ତା ମରାମତି କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଏମିତି ନୂଆ ନୂଆ ଖବର ଜାଣିବାକୁ ମୋ ଚ୍ୟାନେଲକୁ ଲାଇକ୍, ସେୟାର, ସବସ୍କ୍ରାଇବ କରନ୍ତୁ। ଫେସବୁକରେ ଦେଖୁଥିଲେ ଫଲୋ କରନ୍ତୁ। ରହୁଛି ନମସ୍କାର।